শরণাগত দীনাথং পরিত্রাণং পরায়ণে সর্বসাতে হরে দেবী মা শারদে দেবী নমস্তুতি। জয় মা শারদা। আজিକାର ନୀତିବାଣୀ ଆରମ୍ଭ କରିବା ପୂର୍ବରୁ ମୋର ଇଏ ପରିଚୟ ଉପରେ ଜାଣି ରଖିଥାନ୍ତୁ। ମୁଁ ହେଉଛି ଜଣେ ସାଧାରଣ ଫିଲୋସଫର ପ୍ରବଚକ ସୁରେଶ ମାହାଳି। କେବଳ ଏ ସମାଜର ମଙ୍ଗଳ ପାଇଁ ଆମେ ଏ ନୀତିବାଣୀକୁ ସେୟାର କରୁଛୁ। ଆପଣମାନଙ୍କୁ ଯଦି ମୋ ନୀତିବାଣୀ ଭଲ ଲାଗୁଥିବ ଆପଣମାନେ ଗୋଟେ ଲାଇକ୍ କରି ସବସ୍କ୍ରାଇବ କରିଦିଅନ୍ତୁ। ଅନ୍ୟମାନଙ୍କୁ ସେୟାର କଲେ ଏ ସମାଜର ଏ ମଙ୍ଗଳ ହେବ। ଆସନ୍ତୁ ନୀତିବାଣୀ ଆରମ୍ଭ କରିବା ପୂର୍ବରୁ ସୁନ୍ଦର କଥାଟିଏ। ଗୋଟିଏ ନାରୀ ମଣିଷ ମାଂସ ଖାଏ ଏବଂ ରକ୍ତପାନ କରେ। ସେ ନାରୀ ଜଣକ କିଏ? ମହାଭାରତ ଯୁଦ୍ଧ ଚାଲିଥାଏ। 17 ଦିନ ବିତିଗଲାଣି। ଶେଷ ଦିନ ଦୁର୍ଯ୍ୟୋଧନ ମାନ ସରୋବରରେ ଲୁଚିକି ରହିଛି। ଭୀମ ଶପଥ କରିଛି ଦୁର୍ଯ୍ୟୋଧନକୁ ଇଏ ମାରିବ ବୋଲି। ଭୀମର ଇଏ ଥିଲା ସତ୍ୟ। ସେଦିନ ଭୀମ ଇଏ ଖୋଜୁଥାଏ। ଚାରିଆଡ଼େ କେବଳ ମୁଣ୍ଡ ମାଳ ଏବଂ ଶବ ଗୁଡ଼ାକ ବିଛାଡ଼ିତ ହୋଇ ଇଏ ପଡ଼ିଛି। ଠାଏ ଠାଏ ରକ୍ତର ଧାରା ମଧ୍ୟ ଇଏ ଛୁଟି ଚାଲିଛି। ସେହି ସବାଧାର ମଧ୍ୟରେ ଭୀମ ଇଏ ଖୋଜି ବୁଲୁଥାଏ ଦୁର୍ଯ୍ୟୋଧନ ଇଏ କେଉଁଠି ଅଛି। ଖୋଜିବା ସମୟରେ ଭୀମର ଆଖି ପଡ଼ିଗଲା ଗୋଟିଏ ନାରୀ ମୁକୁଳିତ କେଶ କରିଛି ଏବଂ ଭୟଙ୍କର ରୂପରେ ମାଂସ ଗୁଡ଼ାକ ଭକ୍ଷଣ କରୁଛି। ଯେଉଁମାନେ ସମସ୍ତେ ମରିଯାଇଛନ୍ତି ତାଙ୍କ ମାଂସ ଗୁଡ଼ାକ ଭକ୍ଷଣ କରୁଛି ଏବଂ ରକ୍ତ ମଧ୍ୟ ଇଏ ପାନ କରିବାରେ ଲାଗିଛି। ଭୀମ ଏହା ଦେଖି ଟିକେ ଆଶ୍ଚର୍ଯ୍ୟ ହେଇଗଲା ଏବଂ ଭୟଭୀତ ମଧ୍ୟ ବି ଇଏ ହେଇଯାଇଛି। ସେ ନାରୀ ଜଣକ ଇଏ ଦ୍ରୌପଦୀ ମା ଥିଲେ। ସତ୍ୟ ଯୁଗରେ ଯେତେବେଳେ ମହିଷାସୁରକୁ ମା ଇଏ ମାରି ସାରିଥିଲେ ତାଙ୍କ ସହିତ ଯୋଉ ଯୋଗ୍ନୀଗଣ ସାଙ୍ଗରେ ଥିଲେ ରକ୍ତ ମୁଖା ଯାଇଥିଲେ ଏବଂ ସେଇଠି ଭଗବାନ ଚିନ୍ତା କଲେ ଏମାନେ ଯୋଉ ରକ୍ତମୁଖା ହେଇଯାଇଛନ୍ତି ଏ ପୃଥିବୀଟାକୁ ଇଏ ଧ୍ୱଂସ କରିଦେବେ। ସେଥିପାଇଁ ମାଙ୍କ ପାଖରେ ଇଏ ପ୍ରାର୍ଥନା କରିକିନା କହିଥିଲେ ମା 3 ଯୁଗ ଆସିବ, ସେ 3 ଯୁଗରେ ଆମେ ଆଦେଶ ଦବୁ ତମେ ଯାଇ ଏଇଭଳି ଇଏ ରକ୍ତପାନ କରିବ। 8 କୋଟି ଯୋଗ୍ନୀ 9 କୋଟି କାନ୍ତାନି ପ୍ରଭୁ ଶ୍ରୀ ଛାମୁରେ ଯାଇ ଶ୍ରୀ ଗୁରୁ ଛାମୁରୁ ସୁଧା ଶ୍ରୀ ମୁଖରୁ ଆସିଲେଣି ଆଜ୍ଞା ପାଇ ଏ ରୂପେ ଜଗତ
ନାସିବେ ସମସ୍ତ ଚାହୁଁ ଚାହୁଁ ଯିବ ସରି ରାତ୍ର ପାଇଲା ବେଳକୁ ଗ୍ରାମ ମଧ୍ୟେ 5-10 ଥିବେ ମରି। ଦ୍ୱାପର ଯୁଗରେ ଦ୍ରୌପଦୀ ମା ନିଜେ ଆଜି ଚଣ୍ଡୀ ରୂପ ଧାରଣ କରି ରକ୍ତପାନ କରୁଛନ୍ତି ଏବଂ ମୃତ ଶବମାନଙ୍କର ମାଂସ ବି ଇଏ ଭକ୍ଷଣ କରୁଛନ୍ତି। ଦ୍ରୌପଦୀ ମାଙ୍କର ଆଖି ପଡିଗଲା ଭୀମ ଉପରେ। ଗର୍ଜନ କରି ଯେତେବେଳେ ଭୀମ ପାଖକୁ ଆସୁଛନ୍ତି, ଭଗବାନ କୃଷ୍ଣ ସେଇଠି ଥିଲେ, ଆଗରେ ଠିଆ ହେଇଗଲେ, କହିଲେ ମା ଶାନ୍ତ ହେଇଯାଅ, ମା ଶାନ୍ତ ହେଇଯାଅ, ଏ ହଉଛି ତମ ସ୍ୱାମୀ ଭୀମ। ସେଇଠି ମା ଶାନ୍ତ ହେଇଯାଇଥିଲେ ଏବଂ ପୁଣି ନିଜ ରୂପକୁ ଆସି ଯାଇଥିଲେ। ଆଜିକାର ନୀତିବାଣୀରେ ଆମେ ଏହି ଶିକ୍ଷା ଲାଭ କରିବା, ପ୍ରତ୍ୟେକ ନାରୀମାନେ ପ୍ରତି ଯୁଗରେ ସେମାନେ ଏଇଭଳି ଚଣ୍ଡୀ ରୂପ ଇଏ ଧାରଣ କରିବେ ଏବଂ କଳି ଯୁଗରେ ଅନେକ ମହିଷାସୁର ମାନେ ଜନ୍ମ ଲାଭ କରିଛନ୍ତି। ସେମାନଙ୍କୁ କେବଳ ବିନାଶ କରିବେ ଏ ନାରୀମାନେ। ଗୋଟିଏ ନାରୀକୁ ଯଦି ଗୋଟିଏ ପୁରୁଷ ଭଲ ପାଉଛି, ଆଉ ଗୋଟିଏ ପୁରୁଷ ଯଦି ସେଇ ନାରୀକୁ ଭଲ ପାଇଲା, ନାରୀ ଖସିଗଲା, ପୁରୁଷ ମଧ୍ୟରେ ଆଜି ହଣାକଟା ହେଇଯାଉଛନ୍ତି। ସେଥିପାଇଁ ସଦାସର୍ବଦା ନାରୀମାନଙ୍କୁ ଇଏ ପୂଜା କରନ୍ତୁ, ମା ବୋଲି ଡାକନ୍ତୁ, ଦେଖିବେ ସେଇ ଦେବୀ ବି ହେଇଯିବେ, ଆପଣମାନଙ୍କୁ ଆଶୀର୍ବାଦ ଦେବେ। ଏଇ ଥିଲା ଏ ନୀତିବାଣୀର ଏ ନିର୍ଯାସ କଥା। ମୋ କଥାକୁ ଯଦି ଶ୍ରବଣ କରିଥିବେ, ଆପଣଙ୍କ ଜୀବନ ଧନ୍ୟ ହୋଇଯିବ, ବୈକୁଣ୍ଠପୁର ଲାଭ କରିବେ। ଆଜିକାର ଅନୁଚିନ୍ତା, ଯେତେବେଳେ ବଜାରକୁ ଯିବେ, ଛାଞ୍ଚୁଣି ଆଉ କୁଲା ଏକାଠି କିଣିବେନି। ଛାଞ୍ଚୁଣି କୁଲାକୁ ଏକାଠି କେତେବେଳେ କିଣିବେନି, ଏହା ହେଉଛି ଅଶୁଭ ସୂଚକ। ଏତିକି କହି ମୋର ନୀତିବାଣୀ ଅନୁଚିନ୍ତାକୁ ପରିସମାପ୍ତ କରୁଛି। ପ୍ରଣାମ, ଜୟ ଜଗନ୍ନାଥ।